ନଦୀ କଡ଼ରେ ଗୋଟେ ଜାମୁକୋଳି ଗଛରେ ଗୋଟେ ମାଙ୍କଡ଼ ରହୁଥିଲା। ସେଇ ନଦୀରେ ଗୋଟେ ବହୁତ ବଡ଼ କୁମ୍ଭୀର ମଧ୍ୟ ରହୁଥିଲା। ଧୀରେ ଧୀରେ ମାଙ୍କଡ଼ ଆଉ କୁମ୍ଭୀରର ଭଲ ସାଙ୍ଗ ହୋଇଗଲା। ସବୁଦିନେ ମାଙ୍କଡ଼ କୁମ୍ଭୀରକୁ ଜାମୁକୋଳି ଖାଇବାକୁ ଦଉଥିଲା। ଦିନେ କୁମ୍ଭୀର ଜାମୁକୋଳି ନେଇକି ତା ସ୍ତ୍ରୀକୁ ଦେଲା ଆଉ କହିଲା, ମୋ ସାଙ୍ଗ ଦେଇଛି, ଦେ କେତେ ମିଠା ଲାଗୁଛି। ମାଙ୍କଡ଼ ମୋର ବହୁତ ଭଲ ସାଙ୍ଗ ହେଇଯାଇଛି, ମୋତେ ସେ ସବୁବେଳେ କୋଳି ଖାଇବାକୁ ଦଉଛି। କୁମ୍ଭୀର ସ୍ତ୍ରୀ କୋଳି ଚାଖିଲା ଆଉ ତାକୁ ବି ବହୁତ ମିଠା ଲାଗିଲା। ଆଉ କହିଲା, କୋଳି ଏତେ ମିଠା, ତ ମାଙ୍କଡ଼ ସବୁବେଳେ କୋଳି ଖାଉଛି, ତାହେଲେ ତା କଲିଜା କେତେ ମିଠା ହୋଇନଥିବ। ମୁଁ କିଛି ଜାଣିନି, ମୋତେ ଯାହା ବି ହଉ ସେ ମାଙ୍କଡ଼ କଲିଜା ଦରକାର। ପରଦିନ କୁମ୍ଭୀର ମାଙ୍କଡ଼ ପାଖକୁ ଗଲା ଆଉ କହିଲା, ମାଙ୍କଡ଼ ଭାଇ, ତୋ ଭାଉଜ ତୋତେ ବହୁତ ମନେ ପକାଉଛି। କାଲି ରାତିରେ ତୋର ମୋର କଥା ହଉଥିଲି, ସେ କହିଲା, ଯଦି ଏତେ ଭଲ ସାଙ୍ଗ ତାହେଲେ ମୋତେ ବି ଦେଖା କରାଉ। ତୁ ଆଜି ମୋ ସାଥିରେ ଚାଲ, ପାର୍ଟି କରିବା। ମାଙ୍କଡ଼ ଜଲ୍ଦି ଡିଆଁ ମାରିକି କୁମ୍ଭୀର ପିଠିରେ ବସି ପଡ଼ିଲା ଆଉ କହିଲା, ଚାଲ ଆଜି ଭାଉଜଙ୍କ ହାତରୁ ଖାଇବା। କୁମ୍ଭୀର ମାଙ୍କଡ଼କୁ ନେଇ ଯାଉଥିଲା ନଈ ମଝିରେ ସବୁ ସତ କହିଥିଲା। ତୋ ଭାଉଜ ପ୍ରକୃତରେ ତୋ କଲିଜା ଖାଇବାକୁ ଚାହୁଁଛି, ସେଥିପାଇଁ ତ ମୁଁ ତୋତେ ନେଇକି ଯାଉଛି। ମାଙ୍କଡ଼ ଡରିଗଲା, ହେଲେ ହାର ମାନିଲାନି। କହିଲା, ଭାଇ, କେବଳ ଏତିକି କଥା? ଯଦି ଏ କଥା ଥିଲା ତାହେଲେ ଆଗରୁ କହିଲୁନି, ମୁଁ ତ କଲିଜା ଗଛରେ ଛାଡ଼ି ଆସିଛି। ଚାଲ କଲିଜା ନେଇକି ଆସିବା। କୁମ୍ଭୀର ତ ମାଙ୍କଡ଼ କଥାରେ ବୁଲିକି ଗଛ ପାଖକୁ ଯିବା ବେଳକୁ ମାଙ୍କଡ଼ ଫଟିକିନା ଗଛକୁ ଚିଲା ମାରିକି ଗଛ ଚଢ଼ିଗଲା ଆଉ କହିଲା, ଯାରେ ଧୋକେବାଜ, ମୁଁ ତୋତେ ସାଙ୍ଗ ମାନିଥିଲି, ତୋ ଉପରେ ଭରସା କରିଥିଲି, ଆଉ ତୁ ଏତେ ବଡ଼ ଧୋକେବାଜ ବାହାରିଲୁ। କୁମ୍ଭୀର ସରମରେ ପଳେଇଲା। ସେହିପରି ଦୁନିଆରେ ପ୍ରତି ମୁହୂର୍ତ୍ତରେ ଧୋକା। ଯଦି ସମ୍ଭାଳି କରି ଚାଲିବା ନ ଶିଖିବ ତାହେଲେ କେବେ ନା କେବେ କୋଉ ମୁହୂର୍ତ୍ତରେ ଧୋକାର ଶିକାର ହୋଇଯିବେ।